ଯେତେବେଳେ ସବୁକିଛି ହାରିଯାଏ ଭଗବାନ ହାତ ଧରି ନେଉଛନ୍ତି। ଚାଲନ୍ତୁ ଏହି ବିଷୟରେ ସୁନ୍ଦର କାହାଣୀଟିଏ ଜାଣିବା। ସେଦିନ ମଣିଷଟି ସତରେ ହାରିଯାଇଥିଲା। ହାତରେ କିଛି ନଥିଲା, ନା ଚାକିରି, ନା ସମ୍ମାନ, ନା ସହାୟ, ନା ଆତ୍ମବିଶ୍ୱାସ। ଲୋକେ ଧୀରେ ଧୀରେ ଦୂରେଇ ଗଲେ। ସମ୍ପର୍କ ଗୁଡ଼ିକ ନୀରବ ହୋଇଗଲା। ରାତି ହେଲେ ମନ ଭିତରେ ଶବ୍ଦ ନୁହେଁ, ପ୍ରଶ୍ନ ଚିତ୍କାର କରୁଥିଲା। ମୁଁ କାହିଁକି? ମୋ ସହିତ ଏହିସବୁ କାହିଁକି? ସେ ରାତିରେ କୌଣସି ମନ୍ଦିର ନଥିଲା, କୌଣସି ପୂଜା ନଥିଲା, କେବଳ ଭିଜା ଆଖି ଏବଂ ଭାଙ୍ଗି ଯାଇଥିବା ହୃଦୟ। ସେ ଆକାଶକୁ ଦେଖି କହିଲା, ହେ ଭଗବାନ, ମୋ ପାଖରେ ଆଉ କିଛି ରହିଲାନି, ନା ଶକ୍ତି, ନା ଆଶା, ନା ରାସ୍ତା, କେବଳ ତୁମେ ଅଛ। ସେଇ ମୁହୂର୍ତ୍ତରେ କୌଣସି ଚମତ୍କାର ହେଲା ନାହିଁ, ସମସ୍ୟା ହଟିଗଲା ନାହିଁ। ଜୀବନ ଆଗାମୀ ଦିନ ମଧ୍ୟ କଠିନ ଥିଲା, କିନ୍ତୁ ମଣିଷଟି ଆଉ ଏକା ଲାଗୁନଥିଲା। ସେ ବୁଝିଲା, ଯେତେବେଳେ ଆମେ ସବୁକିଛି ଧରି ରଖୁ ଭଗବାନ ଦୂରେ ଦେଖନ୍ତି, କିନ୍ତୁ ଯେତେବେଳେ ଆମେ ସବୁ ଛାଡ଼ିଦେଉ ସେତେବେଳେ ସେ ଆମକୁ ଧରି ନିଅନ୍ତି। ସେଦିନ ପରେ ଭରସା ହେଲା ତାର ପ୍ରାର୍ଥନା, ଧୈର୍ଯ୍ୟ ହେଲା ତାର ପୂଜା ଏବଂ ନୀରବତା ହେଲା ତାର ସବୁଠୁ ବଡ଼ ଭକ୍ତି। ଶେଷରେ ଗୋଟିଏ କଥା ମନେ ରଖିବେ, ସବୁକିଛି ହାରିଗଲେ ବି ଯଦି ଭଗବାନଙ୍କ ଉପରେ ଭରସା ଅଛି, ତେବେ ଏହା ହାର ନୁହେଁ, ଏହା ଭକ୍ତିର ଆରମ୍ଭ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ବଟନଟି ପ୍ରେସ୍ କରିଦିଅନ୍ତୁ, ଯାହାଦ୍ୱାରା ଆମର ସର୍ବପ୍ରଥମେ ଭିଡ଼ିଓ ଅପଲୋଡ଼ ହେଲେ ଆପଣ ଦେଖିପାରିବେ। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ। ଧନ୍ୟବାଦ।